माँ बापाଙ୍କ ଭଲ ପାଇବା କ'ଣ ହୋଇଥାଏ ବିଶ୍ୱାସ କରନ୍ତୁ, ତାହା ମାଆ ବାପା ହେଲା ପରେ ହିଁ ଜଣାପଡ଼ିଥାଏ। ଯେଉଁ ଜିନିଷ ଆମକୁ ମିଳେ ନାହିଁ, ଆମର କେବଳ ସେଇ ଜିନିଷ ହିଁ ମନେ ରହିଯାଏ। ସେ କଥା ନହେଲେ ଜୀବନ ଆମକୁ ଏମିତିରେ ବହୁତ କିଛି ଦେଇଥାଏ। ବନ୍ଧୁ, ଏଠି କିଏ କହୁଛି କି ହାତର ରେଖା ଦ୍ୱାରା ହିଁ ସବୁ କିଛି ହୋଇଥାଏ? ତେବେ ଗୋଟିଏ ପ୍ରଶ୍ନର ଉତ୍ତର ଦିଅନ୍ତୁ, ଯେଉଁ ମଣିଷର ହାତ ନାହିଁ, କ'ଣ ତା'ର ଭାଗ୍ୟ ନାହିଁ? ଯଦି ତୁମେ ଭରସା ନିଜ ଉପରେ ରଖିବ, ତେବେ ସିଏ ତୁମ ଶକ୍ତି ହୋଇଯିବ। ଆଉ ଯଦି ଭରସା ତୁମେ ଅନ୍ୟ କାହା ଉପରେ ରଖିବ, ତୁମେ ଦୁର୍ବଳ ହୋଇଯିବ। ଆପଣଙ୍କ ଜୀବନରେ ମଧ୍ୟ ଆପଣଙ୍କୁ ଏମିତିରେ ବହୁତ ଲୋକ ମିଳିଯିବେ, ଯେଉଁମାନେ କ୍ଷଣି କ୍ଷଣିକରେ ବଦଳି ଯାଉଥିବେ। ଏଇଭଳି ଲୋକମାନଙ୍କ ଠାରୁ ନିଜକୁ ଟିକେ ଦୂରେଇ ରଖିଥିବ। ହୃଦୟ ମୋର, ତୁ କୌଣସି ବି ମଣିଷ ଉପରେ ଏତେ ଆଶା ଓ ବିଶ୍ୱାସ କର ନାହିଁ, କାହିଁକି ନା ଏଠି ପ୍ରତିଟି ମଣିଷର ନିଜର ଗୋଟେ ଅଲଗା ଦୁନିଆ ରହିଛି। ବନ୍ଧୁ, ବେଳେବେଳେ ଜୀବନରେ ଧୋକା ଖାଇଯିବା ବହୁତ ଭଲ ହୋଇଥାଏ। ଆମେ ରାସ୍ତାରେ ଯିବା ସମୟରେ ରାସ୍ତାର ଖାଲ ଢେପ ମଧ୍ୟ ଜାଣିଥାଉ, ଆଉ ଆମ ସହାୟତାରେ ଆସିଥିବା ହାତକୁ ମଧ୍ୟ ଆମେ ଚିହ୍ନି ପାରିଥାଉ। ଯେଉଁ ଜିନିଷ ସତ୍ୟ, ତାକୁ ଖୋଜିବା ପାଇଁ ପଡ଼ିବ। ଏମିତିରେ ଲୋକବାଣୀ କଥା ତ ତୁମେ ଘରେ ବସିଥିବା ସମୟରେ ମଧ୍ୟ ଆସି ପହଞ୍ଚିଯିବ। କାନ୍ଦି କାନ୍ଦି ନିଜେ ମରିଯିବା ଠାରୁ ଏ କଥା ତ ବହୁତ ଭଲ କି ହସି ହସି ଏ ଦୁନିଆ ଲୋକଙ୍କୁ ମାରିଦିଅ। ଏଇ ଗୋଟିଏ ଜିନିଷ ଯାହାକି ଅଧିକ ସମୟ ଧରି ଆପଣ ତାକୁ ଲୁଚେଇ ରଖିପାରିବେ ନାହିଁ, ଆଉ ତାହା ହେଉଛି ସତ୍ୟ। ବନ୍ଧୁ, ଗରିବ ତ ସେଇ ମଣିଷ ନୁହଁ ଯିଏ ଗୋଟେ ଚାଳ କୁଡ଼ିଆ ଘରେ ରହୁଛି। ଗରିବ ତ ସେଇ ମଣିଷ ଯିଏ ନିଜ ଧନ ସମ୍ପତ୍ତିର ଘମଣ୍ଡ ଗୋଟେ ଚାଳ କୁଡ଼ିଆ ଘରେ ରହୁଥିବା ଲୋକକୁ ଦେଖାଉଛି। ଯଦି କୌଣସି ଗୋଟିଏ ଲୋକ ତୁମକୁ ଏମିତି ମିଳୁଛି, ଯେଉଁ ଲୋକ ବିରୁଦ୍ଧରେ ଏ ଦୁନିଆର ସମସ୍ତେ ଠିଆ ହୋଇଛନ୍ତି, ତେବେ ତୁମେ ବୁଝିଯିବ ସେ ମଣିଷ ଗୋଟେ ସଚ୍ଚା ମଣିଷ। ଯେମିତି ଆମର 32 ଗୋଟି ଦାନ୍ତ ଭିତରେ ଜିଭ ରହିଛି, ଠିକ୍ ସେମିତି ମଣିଷମାନଙ୍କ ଭିତରେ ତୁମେ ରୁହ। ସମସ୍ତଙ୍କ ସହ ଟଚ୍ରେ ରୁହ, କିନ୍ତୁ କେବେ କୌଣସି ଲୋକ ଦ୍ୱାରା ଦବିଯିବ ନାହିଁ। କେବଳ ମନୁଷ୍ୟ ନିଜ ଜୀବନରେ ବ୍ୟସ୍ତ ହେବା ବଡ଼ କଥା ନୁହଁ। ବ୍ୟସ୍ତ ତ ଏମିତି ଗୋଟେ ପିମ୍ପୁଡ଼ି ମଧ୍ୟ ରହୁଛି, କିନ୍ତୁ କଥା ଏଠି ଏହା କି ଆପଣ କେଉଁ କର୍ମରେ ବ୍ୟସ୍ତ ଥିଲେ। ମନୁଷ୍ୟର ଇଜ୍ଜତ ଉପରେ କୌଣସି ବି ଡିସ୍କାଉଣ୍ଟ ନଥାଏ ଆଜ୍ଞା। ଯେତେବେଳେ ମିଳେ ସମ୍ପୂର୍ଣ୍ଣ ମିଳେ, ଆଉ ଯେତେବେଳେ ଯାଏ ସମ୍ପୂର୍ଣ୍ଣ ଯାଏ। କେବଳ ଅନ୍ୟ କାହାର କ୍ଷତି କରିଥିବା ମଣିଷ ଆସାମୀ ନୁହଁ ଆଜ୍ଞା। ଏଠି ତୁମେ ବି ଆସାମୀ, ଏଠି ମୁଁ ବି ଆସାମୀ। କାହିଁକି ନା ଆମେ ଆମ ନିଜ ଭବିଷ୍ୟତ ଆଉ ସ୍ୱପ୍ନକୁ ମାରି ଦେଇଛେ। ତୁମେ ଜୀବନରେ ସବୁବେଳେ କଠିନ କାମକୁ ପ୍ରଥମେ କରିବା ପାଇଁ ଚେଷ୍ଟା କରିବ। ବାକି ରହିଲା ସହଜ କାମ, ସିଏ ତ ଆପେ ଆପେ ହୋଇଯିବ। ତୁମେ ଯଦି ଏମିତି କିଛି ଜ୍ଞାନ ଶୁଣି ନିଜ କର୍ମରେ ତାକୁ ଉପଯୋଗ କରି ନ ପାରିଲ, ତେବେ ସେଭଳି ଜ୍ଞାନର କୌଣସି ବି ଆବଶ୍ୟକତା ନାହିଁ। ସବୁବେଳେ ମନାନ୍ତର ଆଉ ସବୁବେଳେ ଘୃଣାରେ କ'ଣ ଅଛି ଆଜ୍ଞା? ହସ ଖୁସିରେ ଜୀବନ ଜିଇଁବା ପାଇଁ ଚେଷ୍ଟା କର। ନା ଏ ଦୁନିଆ ଆପଣଙ୍କ ଘର, ଆଉ ନା ଏ ଦୁନିଆ ମୋର ଠିକଣା। ଜୀବନରେ ତୁମେ ଗୋଟିଏ କଥା ମନେ ରଖିଥିବ, ଦ୍ୱିତୀୟ ଥର ପାଇଁ ମୌକା କେବଳ କୌଣସି କାହାଣୀରେ ମିଳେ, ସତ ଜୀବନରେ ନୁହଁ।
ସ୍ୱାର୍ଥପରର ଏହି ଦୁନିଆ ଭିତରେ ଏଠି କିଏ ବା କାହାର ଅଛି? ଯାହାକୁ ତୁମେ ନିଜର ଭାବି ଭରସା କରିବ ସେ ହିଁ ତୁମ ଜୀବନକୁ ମାରିଦେବ। ଖରାପ ଲୋକଙ୍କ ପାଖରେ ଏତେ ବି ଅଭିଯୋଗ ନାହିଁ ଆଜ୍ଞା। ଅଭିଯୋଗ ତ ସେଇ ଲୋକମାନଙ୍କ ପାଖେ ଅଛି ଯେଉଁମାନେ ଭଲ ହେଲା ଭଳି ଦେଖେଇ ହୁଅନ୍ତି। ଜୀବନରେ ସବୁ ଜାଗାରେ ସବୁ ମଣିଷ ଆଗରେ କେବେ ବି ତୁମେ ମୁଣ୍ଡ ତଳକୁ ନୁଆଇ ଦେବ ନାହିଁ। ଆଉ ଯେଉଁ ଜାଗାରେ ତୁମକୁ ଇଜ୍ଜତ ମିଳୁନାହିଁ ସେ ଜାଗାରେ ତୁମେ କେବେ ରହିବ ହିଁ ନାହିଁ। ଯଦି କୌଣସି ଜାଗାରେ ଦରକାର ପଡ଼େ ତେବେ ଆତ୍ମସମ୍ମାନ ପାଇଁ ଭଲ ପାଇବା ଛାଡ଼ିଦିଅ, କିଛି କଥା ନାହିଁ। କିନ୍ତୁ ଭଲ ପାଇବା ପାଇଁ କେବେ ବି ଯେମିତି ତୁମେ ନିଜର ଆତ୍ମସମ୍ମାନକୁ ବଳିଦାନ ନ ଦେଇଦିଅ। ବେଳେବେଳେ ଜୀବନରେ କିଛିଟା ଲୋକ ଆମ ହୃଦୟର ବହୁତ ନିଜର ହୋଇଥାନ୍ତି। ଆଉ ଏମିତି କିଛି କର୍ମ କରନ୍ତି ସେମାନେ ଆମ ଘୃଣାର ଯୋଗ୍ୟ ବି ହୋଇନଥାନ୍ତି। ଏଠି କୌଣସି ବି ମଣିଷର ଚେହେରାକୁ ଦେଖି ସେ ମଣିଷକୁ ଭଲ କି ଖରାପ ବୋଲି ଆପଣ ଜଜ୍ କରିପାରିବେ ନାହିଁ। ଯଦି ଜଜ୍ କରିବା ପାଇଁ ଅଛି ତେବେ ମଣିଷର ବ୍ୟବହାର ଆଉ ମଣିଷର ଚରିତ୍ର ଦେଖି କରନ୍ତୁ। ବନ୍ଧୁ, ରାଗ ଓ ଅଭିମାନ କରି ଚାଲି ଯାଇଥିବା ଲୋକ ହୁଏତ ଆପଣଙ୍କ ଜୀବନରେ ଦ୍ୱିତୀୟ ଥର ପାଇଁ ଆସିପାରେ, କିନ୍ତୁ ହସି କରି ଯିବା ଲୋକ ଆପଣଙ୍କ ଜୀବନରେ ଆଉ କେବେ ବି ଆସିବନି। ପ୍ରତ୍ୟେକ ମଣିଷର ଜୀବନରେ କିଛିଟା ଲୋକ ଏମିତି ବି ଥାଆନ୍ତି ଯେଉଁ ଲୋକମାନେ ଆମ ହୃଦୟକୁ ତ ବହୁତ କଷ୍ଟ ଦିଅନ୍ତି, କିନ୍ତୁ ତାପରେ ବି ସେମାନଙ୍କ ସହ କଥା ହେଲା ପରେ ଆମ ହୃଦୟକୁ ଶାନ୍ତି ମିଳେ। ଯେଉଁ ଲୋକମାନେ ନିଜ ଲୋକମାନଙ୍କ ଠାରୁ ଧୋକା ଖାଇଛନ୍ତି ଆଉ ଯେଉଁ ଲୋକମାନେ ନିଜ ଲୋକମାନଙ୍କ ଠାରୁ ଅପମାନ ସହିଛନ୍ତି ସେଇ ଲୋକମାନେ ବହୁତ କଠୋର ହୋଇଯାଆନ୍ତି। ସିଏ ହୃଦୟରୁ ହଉ ଅବା ସେମାନଙ୍କର କଥାରୁ ହଉ। କୌଣସି ବି ମଣିଷ ଉପରେ ଆଶା ରଖିବା ମଣିଷକୁ ତ ବହୁତ କଷ୍ଟ ଦେଇଥାଏ, କିନ୍ତୁ ତାପରେ ବି ମୁଁ ଜାଣିନି ଏ ହୃଦୟକୁ ଆଶାର ଆବଶ୍ୟକତା କାହିଁକି ରହିଥାଏ। କେବେ କୌଣସି ଜାଗାରେ ଯଦି ତୁମର ଆଦର ନାହିଁ, ଯଦି ତୁମର ସ୍ନେହ ନାହିଁ, ସେଇ ଜାଗାରେ ସମସ୍ତଙ୍କ ସହ ରହିବା ଅପେକ୍ଷା ଭଲ ହେବ କି ତୁମେ ଏକା ରହିବା ପାଇଁ ଚେଷ୍ଟା କର। କମ୍ ସେ କମ୍ ତୁମକୁ କେବେ ଧୋକା ମିଳିବନି। ଏ ଦୁନିଆରେ ଆପଣଙ୍କୁ ସମୟ କହୁଥିବା ଲୋକେ ତ ବହୁତ ମିଳିଯିବେ, କିନ୍ତୁ ଉଚିତ ସମୟରେ କାମରେ ଆସୁଥିବା ଗୋଟିଏ ଲୋକ ବି ଆପଣଙ୍କୁ ମିଳିବନି। ମନୁଷ୍ୟର ଜୀବନରେ ବି କଠିନ ପରିସ୍ଥିତି ଆସିବାର ବହୁତ ଆବଶ୍ୟକତା ରହିଛି। ତାକି ତ ଜଣା ପଡ଼ିବ ଏ ଦୁନିଆରେ ଆମର କିଏ ନିଜର ଆଉ କିଏ ପର ଅଛି। ମୁଁ ସବୁ ଧରଣର ମଣିଷଙ୍କୁ ଦେଖିଛି ମୋ ଜୀବନରେ। ଏଠି ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ସାହାଯ୍ୟ କରିଲା ପରେ ସେମାନେ ଧନ୍ୟବାଦ ଦିଅନ୍ତି, ଆଉ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ସାହାଯ୍ୟ କଲା ପରେ ସେମାନେ ଆମକୁ ମୂର୍ଖ ବୋଲି ଭାବି ଦିଅନ୍ତି। ମୋତେ କୌଣସି ଲୋକର ଆଗରେ ମୁଣ୍ଡ ନୁଆଇବାର କୌଣସି ବି ଆବଶ୍ୟକତା ନାହିଁ, ଆଉ କୌଣସି ଲୋକ ମୋ ଆଗରେ ମୁଣ୍ଡ ନୁଆଉ ସେ ଜିନିଷର ବି ମୋତେ କୌଣସି ବି ଆବଶ୍ୟକତା ନାହିଁ। ବାସ୍ ମୁଁ ଜୀବନରେ ଖୁସିରେ ରହେ ଆଉ ଖୁସି ବାଣ୍ଟେ, ସେଇ ଜିନିଷର ହିଁ ଆବଶ୍ୟକତା ରହିଛି। ଏ ଦୁନିଆରେ ଏମିତି ମୁଁ ବହୁତ ଲୋକଙ୍କୁ ବିଶ୍ୱାସ ଓ ଭରସା କରି ଚାଲିଲି, କିନ୍ତୁ ପରେ ଜଣାପଡ଼ିଲା ମୋ ନିଜ ଛଡ଼ା ଏ ଦୁନିଆରେ ମୋର ନିଜର କେହି ନାହିଁ। ଜୀବନରେ ସବୁବେଳେ ଖୁସିରେ ରହିବା ପାଇଁ ଚେଷ୍ଟା କର। ଦୁଃଖରେ ରହିଲା ପରେ
କେହି ବି ତୁମକୁ ଆସି ନିଜ ହୃଦୟରେ ଲଗେଇ ଦେବ ନାହିଁ। ବନ୍ଧୁ, ଏଠି ଟଙ୍କା ପଇସା ତ ସମସ୍ତେ କମେଇ ପାରନ୍ତି, କିନ୍ତୁ ଅସଲି ଭାଗ୍ୟଶାଳୀ ତ ସିଏ ଯିଏ ମଣିଷର ହୃଦୟକୁ କମେଇବା ଶିଖିଗଲା। କେହି ଜଣେ ଗୁରୁ ଚାଣକ୍ୟଙ୍କୁ ପଚାରିଲା କି ବିଷ କ'ଣ ହୋଇଥାଏ? ଚାଣକ୍ୟ ବି ବହୁତ ସୁନ୍ଦର ଭାବରେ ଉତ୍ତର ଦେଲେ କି ଯେକୌଣସି ଜିନିଷ ଯଦି ଆବଶ୍ୟକତାଠାରୁ ଅଧିକ ମଣିଷ ଆଶା କରେ ତେବେ ତାହା ବିଷ ହିଁ ହୋଇଥାଏ। ଯେଉଁ ଲୋକମାନେ ତୁମ ଜୀବନରୁ ଯିବା ପାଇଁ ଚାହୁଁଛନ୍ତି ତେବେ ସେମାନଙ୍କୁ ଯିବାର ରାସ୍ତା ଦେବା ନିହାତି ଆବଶ୍ୟକ। ସେ ମଣିଷଟି ନିଜେ ପରିଶ୍ରମ କରି ତା ସଫଳତା ପାଇଲା, କିନ୍ତୁ ଲୋକମାନେ ସବୁ ପ୍ରଶଂସା ତା ଭାଗ୍ୟକୁ ଦେଇଦେଲେ। ବନ୍ଧୁ, ଏକଥାର କୌଣସି ବି ଆବଶ୍ୟକତା ନାହିଁ କି କେବଳ ରୋଗିଲା ଭଳି ଦେଖାଯାଉଥିବା ଲୋକ ହିଁ ରୋଗୀ ହୋଇଥାଏ। ଏମିତି ବହୁତ କିଛି ମଣିଷ ଅଛନ୍ତି ଯେଉଁମାନେ ଅନ୍ୟର ସୁଖ ସୁବିଧାକୁ ଦେଖି ନିଜେ ରୋଗୀ ହୋଇଯାଆନ୍ତି। ବନ୍ଧୁ, ଚାଲି ଯାଇଥିବା ଧନ ସମ୍ପତ୍ତି ପୁଣି ଥରେ ଫେରି ଆସିପାରେ। ଯଦି ତୁମ ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ଅତ୍ରୁଟି ଅଛି, କିଛି ତ୍ରୁଟି ରହିଛି, ସେ ବି ତୁମ ପୂର୍ବ ଅବସ୍ଥାକୁ ଫେରି ଆସିପାରେ। କିନ୍ତୁ ଥରେ ଚାଲି ଯାଇଥିବା ସମୟ ଆଉ କେବେ ବି ଫେରି ଆସିବନି। ସେଥିପାଇଁ ଜୀବନରେ ସମୟକୁ ଉଚିତ ବ୍ୟବହାରରେ ଲଗେଇବାକୁ ଚେଷ୍ଟା କର।